ମୋର ଯେତେବେଳେ ଝିଅ ଜନ୍ମ ହେଲା, ଶୁଣନ୍ତୁ ଦୁନିଆର କେମିତି ଚିନ୍ତାଧାରା। ମୁଁ କହିଲି କ'ଣ ହେଲା, କେହି କିଛି କହୁନାହାନ୍ତି। ଦୀର୍ଘ ନିଶ୍ୱାସ ପକାଇ ନର୍ସ ଆସିଲେ। ସବୁ ଭାଗ୍ୟର କଥା, ବ୍ୟସ୍ତ ହୁଅନ୍ତୁନି। ଆଉ ଜଣେ ସିନିୟର ଆସିଲେ, ବାବାରେ ବ୍ୟସ୍ତ ହୁଅନି, ସବୁ ଭାଗ୍ୟର କଥା। ସବୁ ଆପଣ ବ୍ୟସ୍ତ ହେଇଗଲେ କି? ନାହିଁ ତ। ଯିଏ ଯାଉଥାଏ କହିଲେ କିଛି ବ୍ୟସ୍ତ ହୁଅନ୍ତୁନି, ମନ ଦୁଃଖ କରନ୍ତୁନି। ମୋତେ କେହି କହୁନାହାନ୍ତି କ'ଣ ହେଇଛି, ଖାଲି ବ୍ୟସ୍ତ ହେଉଛନ୍ତି। ପଚାରିଲେ କ'ଣ ହେଇଛି? ଡାକ୍ତର କହିଲେ ଝିଅ ହେଇଛି। ମୁଁ କହିଲି ସେୟା କହୁନାହାନ୍ତି। କହିଲେ ଆପଣ ମନ ଦୁଃଖ? କହିଲେ ବିଲକୁଲ ନାହିଁ, ମୁଁ ତ ଚାହୁଁଥିଲି ମୋର ଝିଅ ହଉ। କହିଲେ କ'ଣ କହୁଛନ୍ତି? ମୁଁ ଚାହୁଁଥିଲି ମୋର ଝିଅ ହଉ। ସମସ୍ତେ ମୋ ଆଡ଼େ ଚାହିଁଲେ। ଆଶ୍ଚର୍ଯ୍ୟ କଥା, ଝିଅ ଜନ୍ମ ହେବ ମୋର, ଖର୍ଚ୍ଚ କରିବି ମୁଁ, ପାଳିବି ମୁଁ, ବଡ଼ କରିବି ମୁଁ, ବାହା ଦେବି ମୁଁ। ଲୋକଙ୍କର ଏତେ ପ୍ରୋବ୍ଲେମ୍ କାହିଁକି? ଏବେ ବି, ଏ 19 ବର୍ଷ ତଳ କଥା କହୁଛି, ଏବେ ବି ଝିଅ ଜନ୍ମ ହେଲେ ଏମିତି ମେଣ୍ଟାଲିଟି। ଆଗରୁ କ'ଣ ନଥିବ? ଆଶ୍ଚର୍ଯ୍ୟ କଥା ନା। ସମସ୍ତେ ମୋତେ କହୁଛନ୍ତି ବ୍ୟସ୍ତ ହୁଅନ୍ତୁନି। କିନ୍ତୁ ମୁଁ ବ୍ୟସ୍ତ ହେଲି କେତେବେଳେ? ମୁଁ ତ କିଛି କହିନି। ମୁଁ କହୁଛି କ'ଣ ହେଲା।